हेलो समस्त को शुभुची मो कथा। आज्ञा सर। अच्छा ठीक अच्छे। आज आमे जो विषय रे आलोचना करिबा से जणे प्रतिष्ठित तथा जणे बहु प्रतिभावान आमे कहि परिबा जणे औपन्यासिक आमे कहि परिबा जणे सफल गाल्पिक आमे कहि परिबा जणे सफल चिंता नायक। समस्ते निजर खाता कलम रेडी करी रख। मु जेतिकी कहबी जहा संभव हबो तमे किछि किछि टिपी रखिबो। एही विशिष्ट चिंता नायकंक नाम होची आज आमे तांकर कियदंश आलोचना करिबा। जदिओ से ओडिया साहित्य को ओडिया बाणी भंडार को गल्प उपन्यास तथा एक उच्च कोटीर आत्मजीवनी उपहार भावरे टेकी देइछंती। सही विशिष्ट चिंता नायक स्थितप्रज्ञ औपन्यासिक गाल्पिक सुरेंद्र महांती जणे अप्रतिद्वंदी औपन्यासिक। शैली दृष्टि चरित्रायन दृष्टि संलाप दृष्टि तथा जहाँ को आमे कहू थीमेटिक जस्टिस बा काव्यिक न्याय दृष्टि मध्य तांकर उपन्यास गुड़िक विशेष भावरे सफल एवं अनिसंधिक्षुक प्राण रे एक निरंतर अभिप्सा जन्म करुथिबा औपन्यासिक हेउचंती सुरेंद्र महांती। तांकर विषय रे आमे किछि न जानिले आलोचनाटी विशेष भावरे संपूर्ण होबो नाही। तेणु मु प्रारंभरू जेतिकी एडजेक्टिव लगेवा कथा सही महान व्यक्तित्व का संपर्क रे मु कहि सारिची। एबे देखिबा 1922 मसिहा जून मास 28 तारीख रे कटक निकटस्थ पुरुषोत्तमपुर ग्राम रे एही महान व्यक्तिंकर आविर्भाव हुए। रेभेन्सा कॉलेज रु से हायर एजुकेशन बा उच्च शिक्षा लाभ करिवार सुजोग पाइथिले। से जने विरल व्यक्तित्व कारण छात्रावस्था ही तांकर उड़िया भाषा साहित्य प्रति असीम अहेतुक निष्ठा तथा श्रद्धा रहिथिला। साहित्य रचना थिला तांको पाई एक पवित्र तीर्थर भूमि। एटा तांकर आत्मजीवनी रे से उल्लेख करिसंती। कौन उल्लेख करिसंती देखिबा एही महान स्रष्टा साहित्य श्रद्धा और सौंदर्यर तीर्थभूमि जिए धाड़िए लेखिला सीए किपरि आहुरी लेखि सेथिपाई से प्रेरणा देवारे केही कातर नथिले। एभली एक स्वीकारोक्ति करुथुबा औपन्यासिक सुरेंद्र महांती
ତାଙ୍କର ଉପନ୍ୟାସକୁ ଯଦି ଆମେ ଲକ୍ଷ୍ୟ କରିବା, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଜଣେ ସାର୍ଥକ ଓ ଉଚ୍ଚ କୋଟିର କଥା ଶିଳ୍ପୀ ଭାବରେ ତାଙ୍କର ବେଶ ସୁଖ୍ୟାତି ଅଛି। ତାଙ୍କର এই ସୁଖ୍ୟାତି ପଛରେ ପିଲାମାନେ ରହିଛି ଯେ ବଳିଷ୍ଠ କଥାବସ୍ତୁ, କାବ୍ୟିକ ଶୈଳୀ ଯାହାକୁ କୁହାଯାଏ ଏପିକ୍ ଷ୍ଟାଇଲ, ସେ ଶୈଳୀରେ ସୁରେନ୍ଦ୍ର ବାବୁ ତାଙ୍କର ଅନେକ ଉପନ୍ୟାସ ରଚନା କରିଛନ୍ତି। 1947 ମସିହାରୁ 1990 ମଧ୍ୟରେ ଲେଖକଙ୍କର ପ୍ରାୟ ଉପନ୍ୟାସ ପ୍ରକାଶ ପାଇଛି। ସେ ଉପନ୍ୟାସ ବିଷୟବସ୍ତୁରୁ ତାଙ୍କର ଉପନ୍ୟାସ ସମୂହ ମୁଖ୍ୟତଃ ଆମେ ଯଦି ବିଷୟବସ୍ତୁ ଦୃଷ୍ଟିରୁ ଦେଖିବା, ତାଙ୍କର ଉପନ୍ୟାସକୁ 3 ଭାଗରେ ଆମେ ବିଭାଜିତ କରିଦେଇ ପାରିବା। ସ୍ୱାଧୀନ ଭାରତ ଅର୍ଥାତ୍ ସ୍ୱାଧୀନତା ପ୍ରାପ୍ତିର ସ୍ୱାଦ, ସ୍ୱାଧୀନତା ପ୍ରାପ୍ତିର ମୋହଭଙ୍ଗ ଭିତରେ ଉପନ୍ୟାସ କଥାକାର କଥା ଜଗତକୁ ସାଧନା କରୁଥିବା ସମୟରେ ତାଙ୍କର ଉପନ୍ୟାସକୁ ଆମେ 3ଟି ଭାଗରେ ବିଭକ୍ତ କରିଦେଇ ପାରିବା। ସମାଜ ସଂସ୍କୃତି କଣ ଥିଲା, ସେଇଭଳି ପରିସ୍ଥିତିରେ ଉପନ୍ୟାସ ରଚନା କରୁଥିଲେ ସୁରେନ୍ଦ୍ର ବାବୁ। ତାଙ୍କର ପ୍ରଥମ ଧରଣର ବିଭାଗ ବା ପ୍ରଥମ ବିଭାଗର ଉପନ୍ୟାସ ଗୁଡ଼ିକ ହେଉଛି ଇତିହାସ ଏବଂ କିମ୍ବଦନ୍ତୀ ଓ ପୌରାଣିକ। ଲେଖିପାରିବ ତାଙ୍କର ଉପନ୍ୟାସ ସବୁକୁ, ଯେତିକି ଟୋଟାଲ ଉପନ୍ୟାସ ଲେଖିଛନ୍ତି ପିଲାମାନେ, ଟୋଟାଲ ଉପନ୍ୟାସକୁ ଆମେ 3ଟି ଶ୍ରେଣୀରେ ବିଭାଜିତ କରିଦେଇ ପାରିବା। ଯେମିତି ଆମେ ଉପେନ୍ଦ୍ର ଭଞ୍ଜଙ୍କୁ କରୁ ପୌରାଣିକ କାବ୍ୟ, କାଳ୍ପନିକ କାବ୍ୟ ଯେମିତି ବିଭାଜିତ କରୁ, ସେଇଭଳି ଭାବରେ ଆମେ ସୁରେନ୍ଦ୍ର ବାବୁଙ୍କର ସମୁଦାୟ ଉପନ୍ୟାସକୁ ମଧ୍ୟ 3 ଭାଗରେ ବିଭକ୍ତ କରିଦେଇ ପାରିବା। ପ୍ରଥମ ହେଉଛି ଇତିହାସ, କିମ୍ବଦନ୍ତୀ ଏବଂ ପୌରାଣିକ ଧରଣର ଉପନ୍ୟାସ। ଦ୍ୱିତୀୟ ହେଉଛି ସାମାଜିକ ମନସ୍ତାତ୍ତ୍ୱିକ ଉପନ୍ୟାସ, সোশিয়াল সাইকোলজিক্যাল নোভেল। তৃতীয় হଉଛି রাজনৈতিକ তথা জীবন চরিতমূলক নভেল বা উপন্যাস, পলিটিক্যাল বা অটোবায়োগ্রাফিক্যাল নভেল। ଏ ଉପନ୍ୟାସ 3ଟି ଶ୍ରେଣୀରେ ଆମେ ବିଭକ୍ତ କରିବା। ତାଙ୍କର ପ୍ରଥମ ଉପନ୍ୟାସ ଯାହାକୁ କୁହାଯାଉଛି କଲେଜ ବୟ। କଲେଜ ବୟର ସମୟ ହେଉଛି ପିଲାମାନେ 1947। ଲେଖି ରଖ। ବଧୁ ଓ ପ୍ରିୟା 1948। ବଧୁ ଓ ପ୍ରିୟା ଲେଖୁଛ ତ ପିଲାମାନେ? ହଁ ସାର୍। ଲେଖୁଛି ତ? ଠିକ ଅଛି। ସହସ୍ର ଶଯ୍ୟାର ନାୟିକା 1952। ଅନ୍ଧ ଦିଗନ୍ତ 1964। ବ୍ରାକେଟରେ ଲେଖିଦିଅ ପ୍ରଥମ ବା ରାଜନୈତିକ ଉପନ୍ୟାସ, ତାଙ୍କର ରାଜନୈତିକ ଉପନ୍ୟାସ। ଶତାବ୍ଦୀର ସୂର୍ଯ୍ୟ 1968। ନୀଳ ଶୈଳ 1968। ହଂସ ଗୀତି 1970। କୂଳ ବୁଦ୍ଧ, এটা কি ধরনের উপন্যাস? 1977 ପ୍ରକାଶ ପାଇଛି। হ্যাঁ, ହଂସଗୀତି 1977 ପ୍ରକାଶ ପାଇଛି। হংস গীতিটা তাহলে এটি ভুল ଦେଇଛି তাহলে। ସମାଲୋଚନା ବହିରେ ଭୁଲ ଦେଇଛି। আচ্ছা ঠিক ଅଛି। ଠିକ ଅଛି, ତାହେଲେ ଆମେ ତାକୁ ଦେଖିଦେବା। ମୁଁ ତାର ହାର୍ଡ କପିଟା ଦେଖିକି ଜଣେଇଦେବି। ଆଉ ଯଦି ସେ ଜାଣିଛନ୍ତି ତ ଠିକ କଥା, 2ଟା ଲେଖି ଦେଇଥାଅ ହେଲା। ମୁଁ ଦେଖିକି ତମକୁ ଗ୍ରୁପରେ ଜଣେଇଦେବି ତାର ଡିଟେଲସ ଟା ଦେଖିକି। ତାପରେ କୂଳବୁଦ୍ଧ
1978 ନୀଳାଦ୍ରି ବିଜୟ ଶତାବ୍ଦୀର ସୂର୍ଯ୍ୟଟା କେତେ ହୋଇଥିଲେ? ଶତାବ୍ଦୀର ସୂର୍ଯ୍ୟ 1968। ସେଇଟା ବି ଭୁଲ ଅଛି, ସେଇଟା 1970 ହବ। ଆଚ୍ଛା, ତାହେଲେ ଦିଟା ଏ ବହିରେ ଦେଇଛି ଭୁଲ। এটা 70 ନାଇଁ 70। ଆଚ୍ଛା ଠିକ ଅଛି। କୁଳବୁଦ୍ଧ ଦେଇଛି ଏଠି 1978। ନୀଳାଦ୍ରି ବିଜୟ ଦେଇଛି 80 1980। ଅଚଳାୟତନ 1981। କାଳାନ୍ତର 1982। ନେତି ନେତି ଏହା ମଧ୍ୟ 1982। ଆଜୀବକର ଅଟହାସ୍ୟ 1983। ଦ୍ରୋଣଙ୍କ ଆତ୍ମକଥା 85। କୃଷ୍ଣା ବେଣୀରେ ଆଜୀବକର ଅଟହାସ୍ୟ ବି ବହିରେ ଦେଇଛି 1987। ସେଠି ଭୁଲ ଦେଇଛି। ବହି ଦେଇଛି କେତେ 90 87 ଓ 1987। ଏଠି ଦେଇଛି ତାହେଲେ ଏଠି ତ ଟିକେ ଭୁଲ ଅଛି। 81 ଦେଇଛି। ସରି ମୁଁ ଅଚଳ ପଠେଇଦଉଛି ଅଚଳ ଗ୍ରୁପରେ। ହଁ ହଁ ଠିକ ଅଛି। ହୁଁ। ଯୋଉଟା ମାନେ ମିଷ୍ଟେକ୍ ଅଛି ଟିକେ ହଁ ମୁଁ ଗ୍ରୁପରୁ ସ୍କ୍ରିନଶଟ ନେଇକି। ହୁଁ। ହଉ ନେତି ନେତି 1982। ଏଟା ଆଜୀବକର ଅଟହାସ୍ୟ ଦେଇଛି ବୋଧେ ଏଠି ଦେଇଛି 83। ଦେଖିବା ସେଥିରେ। ତାପରେ ଦ୍ରୋଣଙ୍କ ଆତ୍ମକଥା 1985। କୃଷ୍ଣାବେଣୀରେ ସନ୍ଧ୍ୟା ଏଇଟା ମଧ୍ୟ 85 ଦେଇଛି। ଫଟା ମାଟି 1988। ଠିକ ଅଛି, ଆମେ ଦେଖୁଛେ ତାଙ୍କର ଗୋଟେ ଗୋଟେ ଉପନ୍ୟାସକୁ ଆଲୋଚନା କରିବା। ବର୍ତ୍ତମାନ ଏଇ ଯୋଉ କଲେଜ ବୟ ଉପନ୍ୟାସଟି ଆମେ ଦେଖୁଛେ, ଏଟା ବିଶେଷ ଭାବରେ ବେଳେ ବେଳେ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତି ସୃଷ୍ଟି କରେ। ଏଟା ଉପନ୍ୟାସ ନା ଗଳ୍ପ? କାରଣ ଉପନ୍ୟାସ ଯୋଉ ଆମେ ଆଣ୍ଟି ନୋଭେଲ କଥା କହୁ, ବିଶେଷ ଭାବରେ ଯୋଉଟା ନୋଭେଲର ଗୁଣବତ୍ତା ଥାଏ ନାହିଁ, ଆମେ ତାକୁ ଆଣ୍ଟି ନୋଭେଲ କହୁ। ସେଇ ଧରଣର ଗୋଟେ ଉପନ୍ୟାସ ଯୋଉର ବିଷୟବସ୍ତୁ ଚରିତ୍ରାୟନ ଦୃଷ୍ଟିରୁ ଯଦି ଆମେ ଦେଖିବା, ବେଳେ ବେଳେ ଅନେକ ସମାଲୋଚକ ତାକୁ ଗ୍ରହଣ କରନ୍ତି ନାହିଁ। ଠିକ ଅଛି, କିନ୍ତୁ ଏଇ କଲେଜ ବୟକୁ ଆମେ ଆଲୋଚନା କରିବା। ଏଇଟା ହଉଛି ପିଲାମାନେ ବିଶେଷ ଭାବରେ ସ୍ୱାଧୀନତା ପରବର୍ତ୍ତୀ ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଗୋଟେ ଲେଖା, ଯୋଉ ଲେଖାରେ ଆମେ ଦେଖୁଛେ ଯେ ଶିକ୍ଷାୟତନର ଯୋଉ ବିଭ୍ରାଟ ଦେଖା ଦିଏ ଛାତ୍ରଛାତ୍ରୀଙ୍କ ଭିତରେ, ସେଟା ହଉ ରାଜନୈତିକ ବିଷୟକୁ ନେଇ କିମ୍ବା କୌଣସି ସମସ୍ୟାକୁ ନେଇ କେନ୍ଦ୍ର କରି ଆନ୍ଦୋଳନ ହଉ, ଏଟା କଲେଜରେ ସ୍ୱାଭାବିକ। ସେମିତି ଏକ ପୃଷ୍ଠଭୂମି ଏଠି ଦେଇଛି 1971 ପ୍ରଥମ ପ୍ରକାଶନ। ଆଚ୍ଛା, 70 ଦେଇଛି ଏଇଟା। ପଠାଣି ପଟ୍ଟନାୟକଙ୍କର ଦେଖିକି କହୁଥିଲେ କି? ହଁ, ଦି ଜଣ ଭୁଲ କରୁଛନ୍ତି। ପଠାଣି ପଟ୍ଟନାୟକ, ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଏ ବି ଭୁଲ କରୁଛନ୍ତି।
ବୀରେନ୍ଦ୍ରନାଥ ପାଣିଗ୍ରାହୀ ତ ବିଲକୁଲ ବି ଦେଖିବା କଥା ନାହିଁ। ପଠାଣି ପଟ୍ଟନାୟକ କଥା ବି ଅଛନ୍ତି। ହୁଁ ଏମାନେ ଟିକେ ଟିକେ ଭୁଲ କରୁଛନ୍ତି। ତ ଠିକ ଅଛି ଆମେ ସେମାନେ ନୁହେଁ, ପ୍ରାୟ ସମାଲୋଚକଙ୍କର ମସିହାରେ ଭୁଲ ରହୁଛି, ପ୍ରାୟ ସମସ୍ତଙ୍କର, କେବଳ ତାଙ୍କର ନୁହେଁ। ହଁ ଆଉ ମୂଳ କଥା ହଉଛି ଯେ ଏମାନେ ମୂଳ ବହି ଆଉ ଦେଖୁନାହାନ୍ତି। ଏମାନେ କେବଳ ସେକେଣ୍ଡାରୀ ଡାଟା କଲେକ୍ସନ କରିକି ଲେଖି ଦଉଛନ୍ତି। ସେ ତ ହଂସ ଗୀତିକୁ ବି 1970 ଲେଖିଥିଲେ, ମୁଁ ବହିରେ ଦେଖିଲି 1977 ଅଛି। ହଁ ଠିକ ଅଛି, ମୁଁ ଆଉ ଥରେ ତାଙ୍କର ଗ୍ରନ୍ଥାବଳୀ ଦେଖିକି ତମାନଙ୍କୁ ତାର ମସିହା ଟା କହିଦେଇଦେବି। ବର୍ତ୍ତମାନ ପର୍ଯ୍ୟନ୍ତ କଣ ସେଟା ଜାଣି ହବନି, କାରଣ ସବୁ ମସିହା ଆମର ବି ମନେ ନଥାଏ। ଆମେ ତାର ଗ୍ରନ୍ଥବଳୀ ଦେଖିକି ମୁଁ ତମକୁ ତାର ଏକ୍ଜାକ୍ଟ ଡାଟା ମସିହା ଟା କହିଦେବି, କିନ୍ତୁ ମସିହା ଆଜିକାଲି ବେଳେ ବେଳେ ପକଉନି, ଯୋଉଟା ପ୍ରୋବ୍ଲେମ ଅଛି ଟିକେ ପକଉନି ସେ। ଠିକ ଅଛି, ତ ମୁଁ ତମକୁ ଆଲୋଚନା କରୁଥିଲି କଲେଜ ବୟ ସମ୍ପର୍କରେ। ଏଇ ଯୋଉ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସମୟରେ ଯୋଉ ବିଭ୍ରାଟ, ଯୋଉ ଅଶାନ୍ତି, ଦେଖାଦିଏ, ସେଇ ବିଷୟ ଉପରେ କେନ୍ଦ୍ର କରିକି ଏଇ ତମର ଉପନ୍ୟାସଟି ରଚିତ ହେଇଛି। ଏଥି ସହିତ ଆଉ ଗୋଟେ ବିଷୟ କଲେଜରେ ଗୁରୁତ୍ୱପୂର୍ଣ୍ଣ ରୁହେ, ତାକୁ ମଧ୍ୟ ଏଠି ଔପନ୍ୟାସିକ ଉପସ୍ଥାପନା କରିଛନ୍ତି ଯେ ପ୍ରେମ ଏବଂ ପ୍ରେମ ଜନିତ ପ୍ରତ୍ୟାଖ୍ୟାନ ଏବଂ ତଜ୍ଜନିତ ପ୍ରତ୍ୟାଖ୍ୟାନ ରୁ ଯୋଉ ହତାଶ ଭାବ ଏବଂ ବେଳେ ବେଳେ ପ୍ରେମର ରୂପାୟନ ଘଟେ, ବିବାହ, ଏସବୁ ଯୋଉ ସ୍ଥିତି କଲେଜ ରୁ ଆରମ୍ଭ ହୁଏ, ଏ ସ୍ଥିତିର ଏକ ସକାରାତ୍ମକ ଏବଂ ତାର ଭୟଙ୍କର ପରିଣାମ ର ଚିତ୍ର ଉଲ୍ଲେଖ କରିବାକୁ ଚେଷ୍ଟା କରିଛନ୍ତି, ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ସେମିତି କଲେଜରେ ଅଧ୍ୟୟନ କରୁଥିବା ଦୁଇ ତରୁଣ ଏବଂ ତରୁଣୀ ହଉଛନ୍ତି କରବୀ ଓ ମଞ୍ଜରୀ। ସେମାନଙ୍କ କଲେଜ ବନ୍ଧୁ ହଉଛନ୍ତି ନିଶିଥ ଏବଂ ସୁକାନ୍ତ ଏବଂ ସରୋଜ। ଏମାନଙ୍କ ସମ୍ପର୍କରେ ଉଭୟଙ୍କ ଭିତରେ ପତ୍ର ନେବା ଦେବା, ଉପନ୍ୟାସର ସାମଗ୍ରିକ କଥାବସ୍ତୁ ଏହି ବିଷୟକୁ କେନ୍ଦ୍ରିତ ହେଇଛି। ନିଶିଥ, ସୁକାନ୍ତ ଓ ସରୋଜ ମଞ୍ଜରୀର ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଦୁହେଁ ବିଭିନ୍ନ ଅସ୍ୱାସ୍ଥ୍ୟକର ବା ଯାହାକୁ ଆମେ କହୁ ଅରୁଚିକର କାର୍ଯ୍ୟ ବି କରୁଛନ୍ତି। ମଞ୍ଜରୀର ତଳେ ପଡ଼ିଲା ଜୋତାକୁ ମଧ୍ୟ ଗୋଟାଇ ତାକୁ ପିନ୍ଧାଇ ଦଉଛନ୍ତି ନିଶିଥ। ଏଭଳି ଏକ ଅନାବିଳ ସ୍ନେହ, ମଞ୍ଜରୀର ପ୍ରେମ କୁ ବା ପ୍ରେମର ସାନ୍ନିଧ୍ୟକୁ ପାଇବା ପାଇଁ ସୁକାନ୍ତ ଚାରିଟି ଶୋ, ଯାହାକୁ ଆମେ କହୁ ଫିଲ୍ମ ଶୋ ଟିକଟ ବିକ୍ରି କରିଛି।
ମଞ୍ଜରୀ କିନ୍ତୁ ସରୋଜ ର ଯୁବ ସୁଲଭ ପ୍ରତିଭାକୁ ଭଲ ପାଇ ବସିଛି। ଦୁହିଁଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ନିଶିଥର ବିବାହ ମଧ୍ୟ ସରିଛି। ସେ ଜଣେ ନାସ୍ତିବାଦୀ ମଣିଷରେ ପରବର୍ତ୍ତୀ ପର୍ଯ୍ୟାୟରେ ପରିଣତ ହୋଇଛି। ସୁକାନ୍ତ କଲେଜରୁ ତଡ଼ା ଖାଇଛି। ବ୍ରିଟିଶ ଶାସନ ବିରୁଦ୍ଧରେ ବୈପ୍ଳବିକ ସଂଗ୍ରାମ କରିବାକୁ ଛାତ୍ର ସମାଜକୁ ସେ ଆହ୍ୱାନ ଦେଇଛି। ଛାତ୍ରମାନଙ୍କ ଅନୁରୋଧ ରକ୍ଷା କରି ସୁକାନ୍ତ ସଂଗ୍ରାମର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ ହେଇଛି। ସେ ମଞ୍ଜୁରୀକୁ ଏଥିରେ ଯୋଗ ଦେବା ପାଇଁ ମଧ୍ୟ ପ୍ରବର୍ତ୍ତାଇଛି ଏବଂ ସେ ରାଜି ମଧ୍ୟ ହୋଇଛି। କିନ୍ତୁ ମଞ୍ଜରୀ ରାଜି ମଧ୍ୟ ହେଇନାହିଁ। କିନ୍ତୁ ମଞ୍ଜରୀ ଏଠାରେ କଣ କରିଛି ନା এই ପ୍ରସ୍ତାବକୁ, ଏ ଆନ୍ଦୋଳନାତ୍ମକ ପ୍ରସ୍ତାବକୁ ସେ ତୀବ୍ର ଭାବରେ ବିରୋଧ କରିଛି ବା ତାର ସପକ୍ଷବାଦୀ ହେଇପାରି ନାହିଁ। ଧର୍ମଘଟର ଆହ୍ୱାନ ଦେଇ ସୁକାନ୍ତ କ୍ଲାସରୁମ ଆଗରେ ଶୋଇପଡ଼ିଛି ବା ଏକ ତୀବ୍ର ଧର୍ମଘଟ ଆଡ଼କୁ ଆନ୍ଦୋଳନଟି ମୁହାଁଇଛି। ମଞ୍ଜରୀ ତାକୁ ଡେଇଁ କରି ଚାଲି ଯାଇଛି। ଦୂରରୁ ଇନିକଲାଲ ଇନକଲାବ ଜିନ୍ଦାବାଦ ଏଭଳି କେତେ ନାରାରେ ପ୍ରକମ୍ପିତ ହଉଛି ଆନ୍ଦୋଳନ ପରିସର। ଏହି ଆନ୍ଦୋଳନାତ୍ମକ ଦୃଶ୍ୟପଟରେ ଉପନ୍ୟାସର ପରିସମାପ୍ତି ଘଟୁଛି। କଲେଜ ସମୟରେ ପ୍ରେମ, ଆନ୍ଦୋଳନ ଏବଂ ତଜ୍ଜନିତ ପ୍ରଭାବ, ତଜ୍ଜନିତ ବିସ୍ମୟକର ଚିତ୍ର କିଭଳି ଭାବରେ ଛାତ୍ରମାନଙ୍କ ଜୀବନକୁ ପ୍ରଭାବିତ କରେ, ସେହି ବିଷୟକୁ ଉପସ୍ଥାପନା କରିବା ପାଇଁ ଏହି ଉପନ୍ୟାସ ସୁରେନ୍ଦ୍ର ବାବୁ ଉଲ୍ଲେଖ କରିଛନ୍ତି। ଚେଷ୍ଟା କରିଛନ୍ତି ଯୁବ ସମାଜକୁ ସଚେତନ କରିବା ପାଇଁ। କିନ୍ତୁ ଏହା ଏକ ବିଶେଷ ଭାବରେ ତାଙ୍କର ସଫଳ ଉପନ୍ୟାସ ନୁହେଁ। ପ୍ରାରମ୍ଭିକ ପର୍ଯ୍ୟାୟର ଉପନ୍ୟାସ ଯେହେତୁ ତ୍ରୁଟି ବିଚ୍ୟୁତି ରହିବ। ତାଙ୍କର ଦ୍ୱିତୀୟ କୃତି କହିବା ବଧୂ ଓ ପ୍ରିୟା। ଏଥିରେ ଆମେ ଦେଖିବା ଯେ ସ୍ୱାଧୀନତା ପରବର୍ତ୍ତୀ ଯୁଗର ନିରାଶା ବୋଧ। ଆମେ ଜାଣିଛେ ଯେ ଭାରତ ସ୍ୱାଧୀନ ହେଇଗଲା ପରେ ପରବର୍ତ୍ତୀ ପର୍ଯ୍ୟାୟରେ 1948 ମସିହା ବେଳକୁ ଗାନ୍ଧୀଙ୍କୁ ହତ୍ୟା କରାଯାଉଛି, ଯିଏ ପ୍ରକୃତରେ ଭାରତ ସ୍ୱାଧୀନତାର ନେତୃତ୍ୱ ନେଇଛନ୍ତି। ସେଭଳି ବ୍ୟକ୍ତିତ୍ୱଙ୍କୁ ମୁଁ ପୃଷ୍ଠଭୂମି ସମ୍ପର୍କରେ କହିଦେଉଛି। ସେଭଳି ବ୍ୟକ୍ତିତ୍ୱଙ୍କୁ ହଠାତ୍ ମାରି ଦିଆଯାଉଛି ଏବଂ ଯୋଉ ରାମରାଜ୍ୟ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଥିଲେ ଭାରତବାସୀ ସ୍ୱାଧୀନତା ହେବା ପରେ, ତାହା ମଧ୍ୟ ଦିବାସ୍ୱପ୍ନରେ ପରିଣତ ହେଇଛି। ଏଭଳି ପରିସ୍ଥିତି ବା ସ୍ୱାଧୀନତା ପରବର୍ତ୍ତୀ ସମୟର ଚିତ୍ର ଏକ ବିକଳ ଚିତ୍ର। ଏପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଯାଇଛି, ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାନକ ସ୍ଥିତି, ଏପଟେ ଭାରତ ସ୍ୱାଧୀନତାର ଯୋଉ ଆଶା ଆକାଂକ୍ଷା ଥିଲା ଜନତାଙ୍କ ମନରେ,
ସେଇ ଜନତା କିଭଳି ଭାବରେ ମୋହମୁକ୍ତ ହେଇଛନ୍ତି ସେଭଳି ଏକ ସାମାଜିକ ପରିସ୍ଥିତିରେ ଉପନ୍ୟାସ ସବୁ ଲେଖୁଛନ୍ତି। ବିଶେଷ ଭାବରେ ତମେ ଯଦି ଦେଖିବ ଗୋପୀନାଥ ମହାନ୍ତି ମଧ୍ୟ ସେଇ ଧରଣର ଜଣେ ସ୍ରଷ୍ଟା। ଠିକ ଅଛି। ତ ଏଇ ଯୋଉ ନିରାଶାବୋଧ, ସାମାଜିକ ସମସ୍ୟା, ସାମ୍ପ୍ରଦାୟିକ ସଂଘର୍ଷ, ଧର୍ମ ଧର୍ମ ଭିତରେ ଯୋଉ ସାମ୍ପ୍ରଦାୟିକ ଦଙ୍ଗା ଦେଖା ଦଉଛି, ଏ ବିଷ ବିଶେଷ ଭାବରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ତୀବ୍ର ହେଇଛି। ଏଇ ସଂଘର୍ଷ, ସାମ୍ପ୍ରଦାୟିକ ସମସ୍ୟା, ସାମାଜିକ ସମସ୍ୟା ଏବଂ ସାମ୍ପ୍ରଦାୟିକ ସଂଘର୍ଷର ଚିତ୍ର ଆମେ ଦେଖୁଛେ ସ୍ୱାଧୀନତା ପରବର୍ତ୍ତୀ ସମୟର ଉପନ୍ୟାସ ସମୂହରେ। କିନ୍ତୁ ଏଇ ବଧୂହ ପ୍ରିୟା ଉପନ୍ୟାସରେ ମଧ୍ୟ ଆମେ ସେ ଚିତ୍ର ଦେଖୁଛେ। ରାମନାରାୟଣ ବାବୁ ଜଣେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ। ଲୀଳା ତାଙ୍କର ଅଳି ଅଳି କନ୍ୟା। ଏଟା ଚରିତ୍ର ପିଲାମାନେ ଟିକେ ଲେଖିବ, ଚରିତ୍ର ପଢୁଛି। ଦୁହେଁ, ଗୋଟେ ମିନିଟ। ଠିକ ଅଛି। ତାହେଲେ ତାଙ୍କ ଅଳିଅଳ କନ୍ୟା ହଉଛନ୍ତି ପିଲାମାନେ କିଏ? ଲୀଳା। ଲୀଳା। ଦୁହେଁ ଟ୍ରେନରେ ଯାତ୍ରା କରିବା ବେଳେ ତାଙ୍କର ଦେଖା ହେଇଛି ଜଣେ ଶିଳ୍ପୀ, ତାଙ୍କ ନାଁ ହଉଛି ପଙ୍କଜ। ରାମନାରାୟଣ ବାବୁ ତାଙ୍କୁ ଡାକି ନେଇ ଘରେ ରଖିଛନ୍ତି। ପଙ୍କଜ ଓ ଲୀଳା ଘଟଣାକ୍ରମରେ ଉଭୟଙ୍କୁ ପ୍ରେମ କରିବାକୁ ଆରମ୍ଭ କରିଛନ୍ତି। ପଙ୍କଜ କେମିତି ଧନଶାଳୀ ହବ, ବିତ୍ତଶାଳୀ ହବ ବା ଅର୍ଥ ଉପାର୍ଜନ ରେ ମନ ଦେବ, ତାହା ଚିନ୍ତିତ ଅଛନ୍ତି। ଏଥିପାଇଁ ରାମନାରାୟଣ ବାବୁ ସେ ଚାହୁଁଥିଲେ ଯେ କିଭଳି ପଙ୍କଜ ଜଣେ ବିତ୍ତଶାଳୀ ବା ଅର୍ଥ ଉପାର୍ଜନ କ୍ଷମ ହଉ। ପଙ୍କଜ କିନ୍ତୁ ଘର ଛାଡି ଚାଲି ଯାଇଛି। ଲୀଳା ସହିତ ଅନ୍ୟ ଜଣେ ଯୁବକ, ତାର ନାଁ ହଉଛି ପିଲାମାନେ ଶ୍ରୀକାନ୍ତଙ୍କର ବିବାହ ସଂଗଠିତ ହଉଛି। ଘଟଣାକ୍ରମରେ ଏଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରୁଛନ୍ତି ଉପନ୍ୟାସକାର ଯେ ଶ୍ରୀକାନ୍ତ ଏବଂ ପଙ୍କଜ ଘଟଣାକ୍ରମରେ ଏମାନେ ବାଲ୍ୟ ବନ୍ଧୁ। ଦୀର୍ଘ 5 ବର୍ଷ ପରେ ଏହି ଦୁଇ ବାଲ୍ୟ ବନ୍ଧୁଙ୍କ ମଧ୍ୟରେ ଏକ ସିନେମା ହଲରେ ଉଭୟଙ୍କର ସାକ୍ଷାତ ହେଉଛି। ଶ୍ରୀକାନ୍ତର ଅନୁରୋଧ ରକ୍ଷା କରି ପଙ୍କଜ ତାଙ୍କ ଘରକୁ ଆସିଛି। ସେତେବେଳେ ଶ୍ରୀକାନ୍ତ ଘରେ ଅନୁପସ୍ଥିତ। ପଙ୍କଜ ପୁଣି ଫେରି ଯାଇଛି। ପରେ ଆମେ ଦେଖୁଛେ ପଙ୍କଜର ଏକ ଭିନ୍ନ ଚରିତ୍ରାୟନ। ରୋଗାକ୍ରାନ୍ତ ହୋଇ ପଡିଛି ପଙ୍କଜ। ଶ୍ରୀକାନ୍ତ ତାକୁ ଘରକୁ
ବନ୍ଧୁତ୍ୱର ଦ୍ୱାହିରେ ସେବା କରିବାକୁ ଚେଷ୍ଟା କରିଛି, ଚାହିଁଛି। ଲୀଳା କିନ୍ତୁ ମନା କରିଛି, ତାର ପୂର୍ବ ସ୍ମୃତିକୁ ସେ ଜୀବନ୍ତ କରିବା ପାଇଁ ଚାହୁଁନାହିଁ। ଶ୍ରୀକାନ୍ତି କିନ୍ତୁ ତାଙ୍କୁ ବଳପୂର୍ବକ ଆଣିଛି, ତାର ମନା ସତ୍ତ୍ୱେ, ପତ୍ନୀ ଲୀଳାର ମନା ସତ୍ତ୍ୱେ ତାଙ୍କୁ ଆଣିଛି ନିଜ ବନ୍ଧୁତ୍ୱର। यार अंतराଳରେ ଏତେ ଯେ ବ୍ୟାପାର ଅଛି ତାକୁ ଶ୍ରୀକାନ୍ତକୁ ଜଣା ନାହିଁ। ପାଖରେ ପାଇ ପଙ୍କଜ ଚାହିଁଛି ଲୀଳାକୁ କିଭଳି ଭାବରେ ନିଜର କରିବ। ଲୀଳା କିନ୍ତୁ ପଙ୍କଜର ମୁହଁରେ ଆଘାତ ଦେଇଛି। ପଙ୍କଜ ଦୁଃଖ ମନରେ ଫେରି ଯାଇଛି। ଲୀଳା ଅନୁତପ୍ତା ହୋଇ ରହିଛି। ପଙ୍କଜକୁ ସେ ଚୁମ୍ବନ ଦେଇ ନଥିବା ଯୋଗୁଁ ସେ ନିଜକୁ ପଶ୍ଚାତାପ କରୁଛି। ସେଇ ଚୁମ୍ବନ ହୁଏତ ବଧୂ ଲୀଳାର ନ ହୋଇ ବୋଧହୁଏ ଯଦି ଚୁମ୍ବନ ଦେଇଥାନ୍ତା ତାହେଲେ ତାହା ହୋଇଥାନ୍ତା ଜଣେ ମୁଗ୍ଧା ପ୍ରିୟାର ବା ମୁଗ୍ଧା ପ୍ରେମିକାର। ସ୍ୱାଧୀନତା ଇଏ ହଉଛି ବିଷୟ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଯୋଉ ବିଭତ୍ସ ରାଜନୈତିକ ଚିତ୍ର ଆମେ ଦେଖୁଛେ ପଲ୍ଲୀ ଜୀବନରେ, ତାର ବାସ୍ତବ ଘଟଣାର ପରିପ୍ରକାଶ ଆମେ ଦେଖୁଛି ବା ଚିରାଚରିତ ପଲ୍ଲୀ ଜୀବନରେ କିଭଳି ଭାବରେ ରାଜନୈତିକ ର ପୁଟ ପଡ଼ି ପଲ୍ଲୀ ଜୀବନର ସୌନ୍ଦର୍ଯ୍ୟ ତଥା ତା ଭିତରେ ରାଜନେତା ମାନଙ୍କର ଚରିତ୍ର, ଏମିତି ଏକ ରାଜନୈତିକ ଉପନ୍ୟାସ ହଉଛି ଆମର ଆଲୋଚ୍ୟ ସୁରେନ୍ଦ୍ର ମହାନ୍ତିଙ୍କର ଅନ୍ଧ ଦିଗନ୍ତ। ସ୍ୱାଧୀନତା ହାସଲ ପୂର୍ବରୁ ଆମେ ଜାଣିଛେ ଯେ ଦେଶବାସୀଙ୍କର ଆଶା ଥିଲା ସେମାନଙ୍କର ଜୀବନ ଧାରଣାର ଯୋଉ ଶୈଳୀ ରହିଛି ତାହା କିଛି ମାତ୍ରାରେ ହେଲେ ପରିଣତ ବା ପରିବର୍ତ୍ତନ ହବ। ଜନସାଧାରଣଙ୍କର ଅର୍ଥନୈତିକ ଅଭିବୃଦ୍ଧି ହେବ। କିନ୍ତୁ ଆମେ ଦେଖୁଛେ ସମାଜରେ ଯେ ସେ ଆଶା ଏକ ମରୀଚିକାରେ ପରିଣତ ହଉଛି। ସେ ଆଶା ହୋଇ ରହିଯାଉଛି। ଜୀବନ ସଙ୍କଟ ଘେରରେ ସେମାନେ ଅତିବାହିତ କରୁଛନ୍ତି। ଅର୍ଥନୈତିକ ବ୍ୟବସ୍ଥାର ବା ଅର୍ଥନୈତିକ ମେରୁଦଣ୍ଡ ଭୁଷୁଡ଼ି ପଡୁଛି। ସାମାଜିକ ଓ ନୈତିକ ମୂଲ୍ୟବୋଧକୁ ଯଦି ଆମେ ବିଚାର କରିବା ତାହା ବିଶେଷ ଭାବରେ ଅବକ୍ଷୟମୁଖୀ। 1921 ମସିହା ଠାରୁ 1952 ମସିହା ଯାଏଁ ଓଡ଼ିଶାର ଯୋଉ ଏଇ ଖଣ୍ଡ ଭିତରେ, ଏଇ କାଳଖଣ୍ଡ ଭିତରେ ଓଡ଼ିଶାର ତଥା ସମଗ୍ର ଭାରତର ରାଜନୈତିକ ହଟଚମଟ, ରାଜନୈତିକ ଉତ୍ଥାନ ପତାନ ବିଷୟବସ୍ତୁକୁ କେନ୍ଦ୍ର କରି ଏହି ଅନ୍ଧ ଦିଗନ୍ତ ଉପନ୍ୟାସଟି ପିଲାମାନେ ଗଢି ଉଠିଛି। ଗାଁର ନାଁ ହଉଛି ମଧୁପୁର। ସ୍ୱାଧୀନତା ସଂଗ୍ରାମୀ ଏ ନାଟକର ଚରିତ୍ର, ଇମ୍ପୋର୍ଟାଣ୍ଟ ଚରିତ୍ର ନୋଟ ଡାଉନ କର। ନିଧି ଦାସ ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ଏକ ଦେଶ ପ୍ରେମୀ, ଦେଶ ମାତୃକାର ସଚ୍ଚା ସେବକ ହଉଛି ନିଧି ଦାସ। ସେ ଦେଖୁଛି ସ୍ୱପ୍ନ ଯେ ଦେଶ ସ୍ୱାଧୀନ ହେବ, ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର ହେବ, କିନ୍ତୁ
ନିଧି ଦାସଙ୍କର ସ୍ୱପ୍ନ କେମିତି କେଜାଣେ ଅଧୁରା ରହିଗଲା। ତାଙ୍କ ଭଳି ଅନେକ ସଂଗ୍ରାମୀ ଦିନହୀନ ଅବସ୍ଥାରେ ସଂସାରରୁ ବିଦାୟ ନେଇଗଲେଣି। କାହାର କର୍ତ୍ତୃତ୍ୱ ରହିଲା ନାହିଁ। ସେ କ୍ଷୋଭର ସହିତ ଉପନ୍ୟାସରେ କହୁଛନ୍ତି, ତାକୁ ଚମତ୍କାର ଭାବରେ ଔପନ୍ୟାସିକ ସୂଚନା ଦଉଛନ୍ତି। ମଣିଷ ସ୍ୱାଧୀନ ହେବା ପାଇଁ ତଥାପି ଆହୁରି ଅନେକ ଡେରି। ତାଙ୍କର ଭାଷଣ ଦେଖ, ମାନେ ନିଧି ଦାସର ମୁଖରେ କହୁଛନ୍ତି ଯେ ମଣିଷ ସ୍ୱାଧୀନ ହେବା ପାଇଁ ତଥାପି ଆହୁରି ଅନେକ ଡେରି। ସେ ଲଢେଇର ଶେଷ ନାହିଁ, କିନ୍ତୁ ତମର ମୋର ଜୀବନର ଶେଷ ଅଛି। ସେ ଲଢେଇର ଶେଷ ନାହିଁ, ଅଥଚ ତମର ମୋର ଜୀବନର ଶେଷ ଅଛି। ଆମ ସମୟ ଅଳ୍ପ। ଭାରତର ସ୍ୱାଧୀନତା ସଂଗ୍ରାମ, ସ୍ୱାଧୀନତା ହାସଲ, ସାଧାରଣ ଇଲେକ୍ସନ ନିର୍ବାଚନ, ଦଳଗତ ରାଜନୀତି, ରାଜନୈତିକ ଇ କପଟ ତାର ତଥା ଲୁଣ୍ଠନ, ଶୋଷଣ ପ୍ରଭୃତି ଚିତ୍ର ଆମେ ଦେଖୁଛେ ଏହି ଉପନ୍ୟାସରେ, ଅନ୍ଧ ଦିଗନ୍ତ ଉପନ୍ୟାସରେ। ଏଇ ଯୋଉ ନିଧି ଦାସର ବ୍ୟକ୍ତିତ୍ୱ ହଉଛି, ଯିଏ ଗାନ୍ଧିଜୀଙ୍କ ଆହ୍ୱାନ, ଗାନ୍ଧିଜୀଙ୍କ ଆଦର୍ଶ ଏବଂ ଗାନ୍ଧିଜୀଙ୍କର ମର୍ମସ୍ପର୍ଶୀ ଆଦର୍ଶ ବାଣୀ ଦ୍ୱାରା ପ୍ରଭାବିତ ନିଧି ଦାସ ସ୍ୱାଧୀନତା ସଂଗ୍ରାମରେ ସେ ନିଜକୁ ଉତ୍ସର୍ଗ କରିଥିଲେ। ଦେଶ ସ୍ୱାଧୀନତା ହାସଲ କଲା, କିନ୍ତୁ ଲୋକେ କେଜାଣେ କେମିତି ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯାହା ଆଶା କରିଥିଲେ ତାହା ପାଇପାରି ନାହାନ୍ତି। ଏହା ନିଧି ଦାସକୁ ବିଶେଷ ଭାବରେ ଜଣେ ଆଦର୍ଶବାଦୀ ସଂଗ୍ରାମୀକୁ ବ୍ୟଥିତ କରିଛି। ତାଙ୍କର ଚରିତ୍ର ଏଇଭଳି ଭାବରେ ଚରିତ୍ରାୟନ କରୁଛନ୍ତି ସୁରେନ୍ଦ୍ର ବାବୁ। ଇଂରେଜ ପଢୁଆ ଏକ ଅନ୍ୟତମ ଚରିତ୍ର ହଉଛି, ଇମ୍ପୋର୍ଟାଣ୍ଟ ଚରିତ୍ର ପିଲାମାନେ, ଶୁଦ୍ଧୋଦନ, ଦାମରଥ, ଶ୍ୟାମବନ୍ଧୁ ପ୍ରଭୃତି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ। ଅପର ପକ୍ଷରେ ସୂର୍ଯ୍ୟନାରାୟଣ ଚୌଧୁରୀଙ୍କର ଭଳି ବ୍ୟକ୍ତିମାନେ ବ୍ରିଟିଶ ସରକାରଙ୍କର ଅନୁରକ୍ତିରେ ନିଜର ଫାଇଦା ପାଇଁ ଯୋଉ ସମୟରେ ସଂଗ୍ରାମ ଚାଲିଥିଲା, ସେ ସମୟରେ ସେମାନେ ଫାଇଦା ଏବଂ ଗୋଡାଣିଆ ହୋଇଥିଲେ। ତମାନେ ଜାଣିଛ 1921 ମସିହାରେ ଯୋଉ ବ୍ରିଟିଶ ବିରୁଦ୍ଧରେ ଆନ୍ଦୋଳନର ସୂତ୍ରପାତ ହେଇଥିଲା, ପରବର୍ତ୍ତୀ ପର୍ଯ୍ୟାୟରେ 1924 ମସିହାରେ ମଧ୍ୟ ଟିକେ ଥମିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସ, ଭାରତୀୟ କଂଗ୍ରେସ ତରଫରୁ ଗାନ୍ଧିଜୀ ଅନଶନ କରିଛନ୍ତି ସ୍ୱାଧୀନ ସଂଗ୍ରାମ ପାଇଁ। ତାପରେ ତମେ ଦେଖୁଛ 1930 ମସିହା ବେଳକୁ
ବାରିଷ୍ଟର ଚକ୍ରପାଣି ପଟ୍ଟନାୟକ କଣ୍ଠ ଶତପଥୀ ଇଚ୍ଛାପୁର ଗାଁର ଚାହାଲି ମଧୁମାଷ୍ଟରେ ବ୍ରଜକିଶୋର ପ୍ରମୁଖ ଆନ୍ଦୋଳନକୁ ଜୋରଦାର କଲେ। ଲବଣ ସତ୍ୟାଗ୍ରହରେ ଯୋଗ ଦେଲେ। ତାପରେ ଜଗବନ୍ଧୁ ମିଶ୍ର, ହରିହର ଦଣ୍ଡସେନା, ସର୍ଦ୍ଦାର ଅନନ୍ତ ପଣ୍ଡା ପ୍ରମୁଖ ଆନ୍ଦୋଳନର ନେତୃତ୍ୱରେ ସେମାନେ ସକ୍ରିୟ ଭୂମିକା ଗ୍ରହଣ କଲେ। ଦେଶ ସ୍ୱାଧୀନ ହୋଇଛି। ସ୍ୱାଧୀନତା ଦିବସରେ ଶ୍ୟାମବନ୍ଧୁ ଆରପାରିକୁ ଚାଲିଗଲେ। ବ୍ରିଟିଶ ଶ୍ୟାମ ନାରାୟଣ ମୁଁ ଭୁଲ କହିଲି, ଯିଏ ବ୍ରିଟିଶଙ୍କ ଅନୁରକ୍ତି ଥିଲେ ରାମନାରାୟଣ, ସେ ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସରେ ଭାରତ ସ୍ୱାଧୀନ ହେଲା ପରେ ଯୋଗ ଦେଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ମନ୍ତ୍ରୀ ପଦ ପାଇଲେ। ଶୁଦ୍ଧୋଦନ ସ୍ୱାର୍ଥପର ହୋଇଯାଇ ମୁଖ୍ୟମନ୍ତ୍ରୀ ହେଲେ। ତାଙ୍କ ସହକର୍ମୀ ସେଇ ପଥର ଯାତ୍ରୀ ହୋଇ ନିର୍ବାଚନରେ ମୁଖ୍ୟ କାରପଟଦାର ହେଲା। କିଏ କଣ୍ଟ୍ରୋଲ ଡିଲର ହେଲା ତ କିଏ ବଡ଼ ବ୍ୟବସାୟୀ ହେଲା। ସ୍ୱାଧୀନତାକୁ ନିଜର ସ୍ୱାର୍ଥ ସାଧନରେ ସମସ୍ତେ ବ୍ୟବହାର କରିବା ପାଇଁ ପଛଘୁଞ୍ଚା ଦେଲେ ନାହିଁ। ଜନସାଧାରଣଙ୍କର ଯୋଉ ପ୍ରତୀକ୍ଷିତ ଆଶା ଥିଲା, ଯୋଉ ଆକାଂକ୍ଷା ଥିଲା ଯେ ଭାରତ ସ୍ୱାଧୀନ ହେଲେ ଆମେ ଯୋଉ ଆଶ୍ୱସ୍ତି ପାଇବୁ, ଯୋଉ ଲାଭ ପାଇବୁ, ତାହା କୌଣସି ନା କୌଣସି ଦିଗରୁ ଚୁରମାର ହେଇଛି। ସେଭଳି ଆଶା ଏହି ସ୍ୱାର୍ଥନ୍ୱେଷୀ ମଣିଷ କିଭଳି ଭାବରେ ଦେଶର ସଂଗ୍ରାମ ମାନଙ୍କୁ ପଛରେ ପକାଇ ମନ୍ତ୍ରୀ ନେତା ଭାବରେ, କଣ୍ଟ୍ରୋଲ ଡିଲର ଭାବରେ ନିଜକୁ ନିଜର ଅର୍ଥ ଉପାର୍ଜନ କରିବାକୁ ଲାଗିଛନ୍ତି ଶେଷ ଜୀବନ ପର୍ଯ୍ୟନ୍ତ। କିନ୍ତୁ ନିଧି ଦାସ ଗାନ୍ଧିଜୀଙ୍କର ସେହି ମହାନ ତ୍ୟାଗ ଆଦର୍ଶକୁ ଅନୁସରଣ କରି ବଞ୍ଚିଥିଲେ। ଅରଟରେ ସୂତା କାଟି ଦରିଦ୍ରଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ଅସହାୟ ଭାବରେ ଦିନେ ମଧ୍ୟ ନିଧି ଦାସ ମୃତ୍ୟୁ ବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯିଏ ଥିଲେ ଶୁଦ୍ଧୋଦନ, ତାଙ୍କର ସହକର୍ମୀ ସହଯାତ୍ରୀ ନିଧି ଦାସଙ୍କର, ଯାହାଙ୍କ ସହିତ ସେ ଅନେକ ଆନ୍ଦୋଳନ ସଂଗଠିତ କରିଛନ୍ତି, ଅଥଚ ପାଖରେ ତାଙ୍କର ସମୟ ନଥିଲା ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ରୂପୀ ନିଧି ଦାସକୁ ଦେଖିବା ପାଇଁ, ତାଙ୍କର ସଭାରେ ଯୋଗ ଦେବା ପାଇଁ। କ୍ଷମତା ସୁରା ସାକିରେ ମୋହ ତାଙ୍କୁ ବିଶେଷ ଭାବରେ ଅନ୍ଧ କରିଥିଲା। ନିଧି ଦାସଙ୍କ ଚିତା ପାଖରେ କେତେ ଜଣ କର୍ମୀ ମୁଣ୍ଡ ନୁଆଇଁ ଠିଆ ହୋଇଥାନ୍ତି। କେହି ଜଣେ ବୃଦ୍ଧା ନିଧି ଦାସକୁ ଲକ୍ଷ୍ୟ କରି କହୁଥିଲେ, ଆଃ ଏକ ତୀର୍ଥ ରେଣୁ, ଆଃ ଏକ ତୀର୍ଥ ରେଣୁ, ଏକ ତୀର୍ଥ ରେଣୁ। ଉପନ୍ୟାସର ପରିସମାପ୍ତି ଏମିତି ଘଟୁଛି। ତମେ ଦେଖିଥିବ ଯେ
मनोज दास से गल्पर ना मोर हठात मने पड़ू नाही। मनोज दास मध्य गोटे गल्परे एमिति विषय को उद्वेग प्रकाश करुचंती किभଳି भाବରେ स्वाधीनता संग्रामी माने जो माने प्रकृत रे मन प्राण गांधी जी का आदर्श रे अनुप्राणित हेई देश मातृका सेवा पाई चेष्टा करथिले सेमाने किभଳି भाବରେ पछरे पड़ी जाइचंती ए राजनैतिक स्वार्थपरतार दौड़रे सेमाने केमिति के जाने पेशी ही जाइचंती तांकर स्वार्थन्वेषी खल प्रकृतिर व्यक्ति माने किभଳି भाବରେ राजनीतिर पोषापाली रे ए निर्वाचन राजनीति रे निजकू एक प्रतिष्ठित परिचय देउचंती तार चित्र देखा देइछि। एठी स्वार्थपर सुधोदन एवं जने गांधीवादी आदर्शवादी संग्रामी पुरुष हेउचंती नेरिदास। तमे दियोटी चरित्र को सब बेले मन रखिबो कारण बेले बेले प्रश्न आसे। ठीक अच्छे आज समय हो गलानी मु तुमको ग्रंथावली देखिकी सबु उपन्यास डेट ए मसिया गुड़ाक कहीदेवी। हेलो सुरेंद्र ग्रंथावली पीडीएफ अछि कि मु देखिकी कहीदेवी हला से बहीटा तो नाही मु डाउनलोड करिकी देखिबी जदि जेतिकी मिलिबो देखिबी जदि तांकर ग्रंथावली न मिलिला मध्य जेतिकी संभव हबो। मो जानना तांकर ग्रंथावली नाही उपन्यास रो ग्रंथावली तांकर नाही गोपीनाथ महांतींकर अछि किंतु सुरेंद्र महांतींकर नाही। ठीक अछि जदि नथिबो जेतिकी अवेलेबल हबो उपन्यास मु से उपन्यास रु देखिकी डेट गुडा को पठेई देबी। बेले बेले बहुत माने भूल भाल करूचंती मूल बही केही पढु नाहंती। मु देखिकी लेखि देथिले 1945 किंतु बही रे देखिले 1946। हां 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 बही रे माने बहुत कारण ओडिया रे केही भी भलो काम करू नाहंती सबु पब्लिसिटी पाइबा पई हठात केमिति गोटे बही बाहरी जिवो ताकू हमें छपै देबु जे पढी नथिबो जणे पढिथिले भी धक्का खाई जिवो कारण से कोन मसिया गुडा को सब बेले मन रखिया पई सक्षम कि नुहे संभव नुहे तेणु एगुडा को रहुछि माने अनेक बहुत बड़ बड़ लेखक माने भूल करूचंती। ठीक अछि आमे मु नेक्स्ट क्लास रे नहले मेसेज रे जणाई देबी जो उपन्यास मते मिलिबो तापरे उपन्यास रो चरित्र पिला माने देखियो उपन्यास रो पैटर्न होउची जे बेले बेले प्रश्न दउची कि उपन्यास रो किछि धाडी जेमति धर शास्त्रीय उपन्यास देला जातीय बोधे सेतरे गुडे अछि जाति कोन एमिति किछि गुडे कोटेशन अछि एमिति जो इम्पोर्टेंट धाडी मध्ये बेले बेले प्रश्न रे आसुची एवं जो नाटकर ए हमर गल्पर सॉरी उपन्यास रो जो गोटे उपन्यास रो जो केंद्रीय चरित्र से उपन्यास रो चरित्र ना पचारुची एवं तुम माने देखिबो जे जोटा हम माने पढिचे जो उपन्यास पढिचे आमे तो नीलशैल हो नीलाद्रि विजय हो किंबा कुलवृद्ध हो एटा तुम देखिबो प्राय यूनिवर्सिटी रो सिलेबस रे ए उपन्यास गुडी को थाए तेणु ए उपन्यास रो केवल केंद्रीय चरित्र नुहे बा नायक नायिका नुहे
ବେଳେ ବେଳେ ତାଙ୍କର ପାର୍ଶ୍ୱ ଚରିତ୍ର ମଧ୍ୟ ସେମାନେ ପକଉଛନ୍ତି। ଯେମିତି ତମେ ଦେଖିଥିବ ଉପନ୍ୟାସରେ ବେଳେ ବେଳେ ପ୍ରଶ୍ନ ଆସୁଛି, ଗଥର ଆସିଥିଲା ଯେ ଦିଲଦାର ମିଆଁଙ୍କ 6 ମାଣ 8 ଗୁଣ୍ଠରୁ ଦିଲଦାର ମିଆଁ ବୋଲି ଗୋଟେ ଚରିତ୍ର ଅଛି, ଯୋଉଥିରେ ସେ ଉପନ୍ୟାସର ଗୋଟେ ପାର୍ଶ୍ୱ ଚରିତ୍ର, କେନ୍ଦ୍ରୀୟ ଚରିତ୍ର ନୁହେଁ। ତାଙ୍କୁ ପ୍ରଶ୍ନ ପଚାରିଥିଲା। ଠିକ ସେଇଭଳି ଭାବରେ ଅନେକ ସେଇଭଳି ଉପନ୍ୟାସକାର ଅଛନ୍ତି ଯୋଉମାନଙ୍କର ଫେମସ ଉପନ୍ୟାସ, ଧର ମାଟି ମଟାଳ ହଉ, ଅମୃତର ସନ୍ତାନ ହଉ ଗୋପୀ ବାବୁଙ୍କର, ଆଉ ଏମିତି କିଛି ଅଛି ଯୋଉଟା ବୋଧେ ମୁଁ ଦେଖିଥିଲି ଅଚଳାୟତନ ନା ତାଙ୍କର କୋଉ ଉପନ୍ୟାସରେ, କୋଉ ଉପନ୍ୟାସ ବହିରେ କଣ କରିଛନ୍ତି କି ସେ ସବୁ ଉପନ୍ୟାସରେ ଗୋଟେ ତାଲିକା ବୋଧେ ଦେଇଛନ୍ତି ସୁରେନ୍ଦ୍ର ବାବୁ। ଯଦି ସେଇଟା ଥିବ ତାହେଲେ ସେଥିରେ ଠିକ ଥାଇପାରେ, ଦେଖିବା। ହଉ ଠିକ ଅଛି, ନିଲୁଫର ମ୍ୟାଡାମ ତ ଯେତିକି ପଠେଇଛନ୍ତି ତାଙ୍କୁ ଥ୍ୟାଙ୍କ ୟୁ। ଯେ ଏଟା ପିଲାମାନେ ମନେ ରଖିବା ବହୁତ ବଡ କଥା। ଏଟା ଟିକେ ଦେଖିଦବ, ମୁଁ ଆଉ ବାକିଟା ପଠେଇଦେବି। ଠିକ ଅଛି। ଗୋପୀନାଥଙ୍କ ଉପରେ ଗୋଟେ ଭଲ ଶୁଣନ୍ତୁ, ଗୋପୀନାଥଙ୍କ ଉପରେ ଗୋଟେ ଭଲ ପିଡିଏଫ ମିଳୁଛି ଆମର ଓଡିଆ ବିଭାଗରେ। ଗୋପୀନାଥଙ୍କ ଉପନ୍ୟାସ ମରମ କଥା ରାଜକିଶୋର ମିଶ୍ର, ସେ ହଁ ତାଙ୍କର ସଂକ୍ଷିପ୍ତ ଆଲୋଚନା କରୁଛନ୍ତି, ଭଲ ବହୁତ। ଆଚ୍ଛା ଆଚ୍ଛା, ଚେଷ୍ଟା କରିବେ ଯଦି ଭଲ ଲାଗେ ପଢିବା। ଟିକେ ପଠେଇବେ ତମକୁ ଦେଖିବା। ଠିକ ଅଛି। ହଁ ହଁ ଠିକ।
ସବୁ ଥିଲା